ସଞ୍ଜୁ ସାମସନ୍ ଛାଡ଼ିବେ ରାଜସ୍ଥାନ ରୟାଲ, ଚେନ୍ନାଇ କିମ୍ବା କୋଲକାତାକୁ ଯିବେ। ଚର୍ଚ୍ଚା ଏବେ ଜୋରଦାର। IPL 2026କୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସବୁଠୁ ବଡ଼ କଥା ହେଲା ରାଜସ୍ଥାନ ରୟାଲ ଅଧିନାୟକ ସଞ୍ଜୁ ସାମସନ୍ ଦଳ ଛାଡ଼ିବେ। ସେ CSK କିମ୍ବା KKRକୁ ଯିବେ ବୋଲି ଜଣାପଡ଼ିଛି। ଅନେକ ସମୟ ଧରି ହେବ ରାଜସ୍ଥାନ ରୟାଲର ମ୍ୟାନେଜମେଣ୍ଟ ସହିତ ସଞ୍ଜୁ ସାମସନ୍ଙ୍କ କିଛି ମତଭେଦ ଦେଖିବାକୁ ମିଳିଥିଲା। ତାଙ୍କୁ ଓପନିଂ ବ୍ୟାଟିଂ ନ ଦେଇ 3 ନମ୍ବର ବ୍ୟାଟିଂ କରିବା ହେଉ ଏବଂ ଅଧିନାୟକ ସମୟରେ ସେ ତାଙ୍କ କଥାକୁ କିଛି ନ ମାନିବା ହେଉ, ଯାହାଫଳରେ କି ସେ ଦଳ ଛାଡ଼ିବେ ବୋଲି ଜଣାପଡ଼ୁଛି। CSK ଏବଂ KKR ମଧ୍ୟରେ ଏବେ ପ୍ରତିଯୋଗିତା ଆରମ୍ଭ ହୋଇଛି ସଞ୍ଜୁ ସାମସନ୍ ନେବାରେ, କାହିଁକିନା KKRକୁ ଅଧିନାୟକ ସହ କିପରର ଦରକାର ଅଛି। ସେହିପରି MS ଧୋନିଙ୍କ ଅନୁପସ୍ଥିତିରେ CSK ଚାହୁଁଛି ସଞ୍ଜୁ ସାମସନ୍ଙ୍କୁ ନେବା ଲାଗି। ସଞ୍ଜୁ ସାମସନ୍ ଏବେ ରାଜସ୍ଥାନ ରୟାଲର ଫ୍ରାଞ୍ଚାଇଜି ସହ ଚୁକ୍ତି କରିଛନ୍ତି। ଯଦି ରାଜସ୍ଥାନ ରୟାଲ ତାଙ୍କୁ ରିଲିଜ୍ କରେ ତାହେଲେ CSK ଏବଂ KKR ମଧ୍ୟରେ ଟକ୍କର ହେବ ସାମସନ୍ଙ୍କୁ ନେବା ଲାଗି। ଯଦି ରାଜସ୍ଥାନ ରୟାଲ ରିଲିଜ୍ ନ କରେ ତାହେଲେ ସେ ରାଜସ୍ଥାନରେ ରହିବେ ବୋଲି ଜଣାପଡ଼ୁଛି। ଏପର୍ଯ୍ୟନ୍ତ କିନ୍ତୁ ତଥ୍ୟ ଅନୁସାରେ ରାଜସ୍ଥାନ ତାଙ୍କୁ ରିଲିଜ୍ କରିନାହିଁ ଏବଂ ସଞ୍ଜୁ ସାମସନ୍ଙ୍କ ମଧ୍ୟ କିଛି ମନ୍ତବ୍ୟ ଆସିନାହିଁ ସିଏ ଦଳରେ ରହିବେ କିମ୍ବା ବାହାରିବେ। ଦେଖିବା ବାକି ଆଉ କିଛି ଦିନ ପରେ ଜଣାପଡ଼ିଯିବ ସ୍ପଷ୍ଟ ହେବ ସଞ୍ଜୁ ସାମସନ୍ ରାଜସ୍ଥାନରେ ରହିବେ ନା ରିଲିଜ୍ ହେଇ CSK ଏବଂ KKR ପାଇଁ ଖେଳିବେ। ଦର୍ଶକ ବନ୍ଧୁ, ଆପଣ କମେଣ୍ଟ କରି କୁହନ୍ତୁ ଚେନ୍ନାଇ ପାଇଁ ଖେଳିବା ଉଚିତ କି ନାହିଁ ସଞ୍ଜୁ ସାମସନ୍।